କ'ଣ ଆପଣଙ୍କର ପି ଏଫ୍ କଟୁଛି ହେଲେ ଆପଣ ଜାଣିପାରୁନାହାନ୍ତି ପି ଏଫ୍ ଆପଣଙ୍କର କେତେ କଟିଛି। ତ ବିଲକୁଲ ଟେନସନ୍ ନିଅନ୍ତୁନି, ଏ ଭିଡ଼ିଓଟା କେବଳ ଆପଣଙ୍କ ପାଇଁ। ନମସ୍କାର, ମୁଁ ଦେବଦୂତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓରେ। ସୋ ଫ୍ରେଣ୍ଡ, এই ଭିଡ଼ିଓରେ ଆମେ କଥା ହେବା ଆପଣଙ୍କ ନିଜ ସ୍ମାର୍ଟଫୋନରେ ଘରେ ବସି ପି ଏଫ୍ ବାଲାନ୍ସ କେମିତି ଚେକ୍ କରିବେ। ଠିକ୍ ଅଛି, এই ଭିଡ଼ିଓରେ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ପ୍ରାକ୍ଟିକାଲ କରି ଶିଖେଇଛି। ସୋ ପ୍ଲିଜ୍ এই ଭିଡ଼ିଓକୁ ଆପଣ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଯଦି ମୋ ଚ୍ୟାନେଲରେ ଆପଣ ନୂଆ ଆସିଛନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ବଜାଇ ଦିଅନ୍ତୁ, ଯାହାଫଳରେ ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ନୋଟିଫିକେସନ୍ ଆପଣ ପାଇପାରିବେ। ତ ଚାଲନ୍ତୁ ଡେରି ନ କରି ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମେ କ'ଣ କରିବେ, ଆପଣ ମୋବାଇଲ ସ୍କ୍ରିନ୍କୁ ଯିବେ। ମୋବାଇଲ ସ୍କ୍ରିନ୍କୁ ଗଲା ପରେ ଆପଣ ଏଠି ଆପଣ ଦେଖିପାରୁଛନ୍ତି କ୍ରୋମ୍ ବ୍ରାଉଜରରେ କ୍ଲିକ୍ କରିବେ। କ୍ରୋମ୍ ବ୍ରାଉଜରରେ କ୍ଲିକ୍ କଲା ପରେ ଆପଣ ଏଠି ସର୍ଚ୍ଚ କରିବେ କ'ଣ ନା EPFO ସର୍ଚ୍ଚ କରିକି ଆପଣ ସର୍ଚ୍ଚ କରିଦେବେ। ସର୍ଚ୍ଚ କଲା ପରେ ଆପଣ ଏଠି କ'ଣ କରିବେ, ସେକେଣ୍ଡ ଅପସନ୍ରେ ଆସିବେ। କେଉଁଠି ନା ମେମ୍ବର ପାସବୁକ୍। ମେମ୍ବର ପାସବୁକ୍ରେ ଆସିବେ। ମେମ୍ବର ପାସବୁକ୍ରେ ଆସିଲା ପରେ ଆପଣ ଏଠି କ'ଣ କରିବେ, ଆପଣଙ୍କୁ ଜୁମ୍ କରିକି ଦେଖି ଦେଉଛି। ଏଠି ଆପଣଙ୍କର ୟୁନିୟନ୍ ନମ୍ବର UAN ଯେଉଁଠି ଲେଖା ଅଛି ସେଠି ଆପଣଙ୍କର ୟୁନିୟନ୍ ନମ୍ବର ଦେଇଦେବେ। ପାସୱାର୍ଡ଼ ସେଠି ପାସୱାର୍ଡ଼ ଦେଇଦେବେ। ତାପରେ ଏଠି ଆପଣ କ୍ୟାପଚର ଫିଲ୍ କରିବେ। ଠିକ୍ ଅଛି, ତ ଆମେ ଏଠି ୟୁନିୟନ୍ ନମ୍ବର ଦେଇଦେବା। ଏଠି ଆପଣ ପାସୱାର୍ଡ଼ ଦେଇଦେବେ। ଏଠି ଆପଣ କ୍ୟାପଚର ଫିଲ୍ କରିବେ। କ୍ୟାପଚର ଫିଲ୍ କରି ଆପଣ ଏଠି କ'ଣ କରିବେ ନା ସାଇନ୍ ଇନ୍ରେ କ୍ଲିକ୍ କରିବେ। ସାଇନ୍ ଇନ୍ରେ କ୍ଲିକ୍ କଲା ପରେ ଆପଣଙ୍କର ସାମ୍ନାରେ ଏମିତି ଗୋଟେ ଇଣ୍ଟରଫେସ୍ ଶୋ କରିବ। ଠିକ୍ ଅଛି, ଆପଣ ଦେଖିପାରୁଛନ୍ତି ଏଇଟା ଟୋଟାଲ୍ ଆଭେଲେବଲ୍ ବାଲାନ୍ସ ଆପଣଙ୍କର এইটি শো କରିବ। ଠିକ୍ ଅଛି, ଟୋଟାଲ୍ ଆପଣଙ୍କର ଯେତେ ହେଇଛି ପୁରା ଅଲ୍ ଟୋଟାଲ୍ ଏଠି ଆପଣଙ୍କୁ ଶୋ କରିବ। ଠିକ୍ ଅଛି, ତାପରେ ଏଇଠି ଆପଣଙ୍କର ଡିଟେଲ୍ସ। ଠିକ୍ ଅଛି, ଆପଣଙ୍କର ଡିଟେଲ୍ସ କେଉଁ କମ୍ପାନୀର କାମ କରୁଛନ୍ତି, ତାପରେ ତାଙ୍କର ଇଷ୍ଟ ଆଇଡ଼ି ଆପଣଙ୍କର ଏଠି ଶୋ କରିବ। ମେମ୍ବର ଆଇଡ଼ି ଶୋ କରିବ। ଜଏନିଂ ଡେଟ୍ କେବେ ଆପଣ ଜଏନିଂ କରିଛନ୍ତି ସେଇଟା ଆପଣଙ୍କୁ ଶୋ କରିବ। ଠିକ୍ ଅଛି, ଏକ୍ସପିରିଏନ୍ସ ଆପଣଙ୍କର କେତେ ବର୍ଷ ନହେଲେ କେତେ ମାସ ଆପଣ କରୁଛନ୍ତି ସେଇଟା ଆପଣଙ୍କର ଶୋ କରିବ। ଠିକ୍ ଅଛି, ତ ଏଇଠି କ'ଣ କରିବେ, ଆମେ କ'ଣ କରିବା ନା ଏଠି ଜଷ୍ଟ ଆମେ କ'ଣ କରିବା ନା ଯେହେତୁ ଆପଣଙ୍କର ଯଦି ବେଶୀ ଆଇଡ଼ି ଥିବ, ସେଇଠି ଅଧିକ କମ୍ପାନୀରେ କାମ କରୁଛନ୍ତି, ତାହେଲେ ଏଠି କ'ଣ କରିବେ ମେମ୍ବର ୱିଥ୍ ବାଲାନ୍ସରେ ଏଠି କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଏଠି ଆପଣଙ୍କର ଦେଖିପାରୁଛନ୍ତି ଆପଣଙ୍କର ବହୁତ ସାରା ଆଇଡ଼ି ଆସିଯାଇଛି। ଆପଣଙ୍କର ଯଦି ଆଇଡ଼ି ନଥିବ ତାହେଲେ ଶୋ କରିବନି। ଆପଣଙ୍କର ଯେତେ ଆଇଡ଼ି ଥିବ ଏଠି ଆପଣଙ୍କର ଶୋ କରିବ ଟୋଟାଲ୍ ଆଇଡ଼ି। ଠିକ୍ ଅଛି, ଆପଣ ଯେତେ ବି କମ୍ପାନୀ କାମ କରୁଛନ୍ତି ଆପଣଙ୍କର ଟୋଟାଲ୍ ଏଠି ଆଇଡ଼ିଟା ଶୋ କରିବ। ଠିକ୍ ଅଛି, ତ ଏଇଠି ଆପଣଙ୍କର କେଉଁ ଆଇଡ଼ିରେ, ଠିକ୍ ଅଛି, କେଉଁ ଆଇଡ଼ିରେ କେତେ ଅଛି ଆପଣଙ୍କୁ ଏଠି ଆଭେଲେବଲ୍ ବାଲାନ୍ସ ଶୋ କରିବ। ଠିକ୍ ଅଛି, ଏଇ ଜାଗାରେ ଆପଣଙ୍କର ଆଭେଲେବଲ୍ ବାଲାନ୍ସ ଶୋ କରିବ। ଆପଣଙ୍କର ଯେତେ ବି ଆଇଡ଼ି ଥିବ, ମୋର 6ଟା ଆଇଡ଼ି ଅଛି। ମୋର 6ଟା ଆଇଡ଼ିରେ କେଉଁ ଆଇଡ଼ିରେ କେତେ ଅଛି ଏଠି ମୋର ଟୋଟାଲ୍ ଶୋ କରୁଛି। ଠିକ୍ ଅଛି, ତ ଏମିତି ଆପଣଙ୍କର ବାଲାନ୍ସ ଶୋ କରିବ। ଠିକ୍ ଅଛି, ତ ଏମିତି ଭାବରେ ଆପଣ PFର ହିଷ୍ଟ୍ରି ପୁରା ଚେକ୍ କରିପାରିବେ। ଠିକ୍ ଅଛି, ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଟେକ୍ କେୟାର, ବାଏ ବାଏ।